ଛୋଟ ନିଦ୍ରା ସହରରେ ଜଙ୍ଗଲର ଗଭୀରରେ ବସା ବାନ୍ଧି ଏକ ପୁରୁଣା ପରିତ୍ୟକ୍ତ ମିଲ୍ ଠିଆ ହେଲା। ସ୍ଥାନୀୟ ଲୋକମାନେ ଏହାକୁ ଏଡାଇ ଏହାକୁ ହାଉଣ୍ଟେଡ୍ ମିଲ୍ ବୋଲି କହିଥିଲେ ଏବଂ ଅନ୍ଧାର ପରେ ପରିଦର୍ଶନ କରିବାକୁ ପରିଦର୍ଶକମାନଙ୍କୁ ଚେତାବନୀ ଦେଇଥିଲେ। କୁହାଯାଇଥିଲା ଯେ ରାତିରେ ଏହାର ଭଙ୍ଗା ୱିଣ୍ଡୋରେ ଅଜବ ଆଲୋକ ଏକଲସି ଉଠୁଥିଲା ଏବଂ ଭିତରୁ ଶବ୍ଦ ଶୁଣାଗଲା। ମିଲ୍ ପଛରେ ଥିବା କାହାଣୀ ସହରବାସୀଙ୍କ ମଧ୍ୟରେ ଜଣାଶୁଣା। ବହୁ ବର୍ଷ ପୂର୍ବେ ଶ୍ରୀ ହ୍ୱାଇଟେକର ନାମକ ଜଣେ କଠୋର କିନ୍ତୁ ନ୍ୟାୟଯୁକ୍ତ ବ୍ୟକ୍ତିଙ୍କ ଧରନ ଆରା ଏହା ଏକ ଚମତ୍କାର ସ୍ଥାନ ଥିଲା। ତାଙ୍କର ଏକ ଡକ୍ଟର ଏକ ଏମିଲି ଥିଲେ ଜଣେ ଦୟାଳୁ ଯୁବତୀର ପ୍ରକୃତି ପ୍ରତି ଭଲ ପାଇବା ଏବଂ ଏକ ନାଇଟିଙ୍ଗେଲଙ୍କ ଗୀତ ପରି ମଧୁର ସ୍ୱର। ଗୋଟିଏ ଶରତ ସନ୍ଧ୍ୟାରେ ଦୁକ୍ରେଚଡି ଖତ ଘଟଣା ଘଟିଥିଲା। ଏମିଲି ତାଙ୍କ ପ୍ରେମିକ ଯାଦବ ନାମକ ଜଣେ ଜୁଲି ହେଲାର ପବନ ଚିତ୍କାର କଲାର ନଦୀ ଫୁଲିଗଲା ଏବଂ ଏମିଲି ଆଶ୍ରୟ ନେବାକୁ ଶୀଘ୍ର ଅଧା ପଥର ଉପରେ ଖସିପଡ଼ି ପ୍ରବଳ ଜଳରେ ପଡ଼ିଗଲାଣି। ତାଙ୍କର କ୍ରନ୍ଦନ ଷ୍ଟୋରରେ ବୁଡ଼ି ଯାଇଥିଲା ଏବଂ ଶ୍ରୀ ହ୍ୱାଇଟେକର ଏବଂ ଜେମ୍ସ ତାଙ୍କୁ ପାଇବା ବେଳକୁ ବହୁତ ଡେରି ହୋଇଯାଇଟେକର ତାଙ୍କର ପ୍ରିୟ ଡକ୍ଟର ଇଅର ସ୍ମୃତି ସହି ନ ପାରି ମିଲ୍ ବନ୍ଦ କରିଦେଲେ। ସେ କବାଟ ବନ୍ଦ କରି ଆଉ ଫେରି ନଥିଲେ ତ ସମୟ ସହିତ ମିଲ୍ ଛାଡ଼ି ଚାଲିଗଲେ। କିନ୍ତୁ କିଛି ସମୟ ପରେ ଲୋକମାନେ ପୁରୁଣା କୋଠା ଭିତରୁ ଅଜବ ଶବ୍ଦ ଶୁଣିବାକୁ ଲାଗିଲେ। ଫୁସ୍ଫୁସ୍ ଦୁର୍ବଳ ଗୀତ ଏବଂ ଜଣେ ମହିଳାଙ୍କ କାନ୍ଦିବାର ଶବ୍ଦର। ବର୍ଷ ଗଲାବେଳେ ମିଲ୍ ଧ୍ୱଂସ ହୋଇଗଲା କିନ୍ତୁ ଏମିଲିଙ୍କ ଭୂତର କିମ୍ବଦନ୍ତୀ ବଞ୍ଚି ରହିଲା। କୁହାଯାଇଥିଲା ଯେ ଗତକାଲ ରାତିରେ ଯେତେବେଳେ ବୃକ୍ଷଗୁଡ଼ିକରେ ପବନ ବହିଲା ତଥାପି ତୁମେ ଏମିଲିଙ୍କ ସ୍ୱର ପବନରେ ବହନ କରୁଥିବାର ଶୁଣିପାରିବ। ସେ ଏକଦା ଯାଦବଙ୍କୁ ଗାଇଥିବା ଗୀତ ଗାଇଥିଲେ। ଦିନେ ସନ୍ଧ୍ୟାରେ କିଶୋରମାନଙ୍କ ଏକ ଦଳ ସେମାନଙ୍କର ସାହସିକତା ପ୍ରମାଣ କରିବାକୁ ଆଗ୍ରହୀ ପୁରୁଣା ମିଲ୍କୁ ଅନୁସନ୍ଧାନ କରିବାକୁ ସ୍ଥିର କଲେ। ଫ୍ଲାସ୍ ଲାଇଟ୍ ଏବଂ କ୍ୟାମେରା ସହିତ ସଜ୍ଜିତ ହୋଇ ସୂର୍ଯ୍ୟ ଯେପରି ରାଶି ତଳେ ବୁଡ଼ିଗଲେ ସେପରି ଯାତ୍ରା କଲେ। ବର୍ଷାର ପ୍ରତିଶ୍ରୁତି ସହିତ ପବନ ମୋଟା ଥିଲା ଏବଂ ଆକାଶ ଧୂସର ରଙ୍ଗର ଏକ ଛାଇ ଥିଲା। ସେମାନେ ମିଲ୍ରେ ପହଞ୍ଚିବା ପରେ ସେମାନେ ପ୍ରବେଶ ଦ୍ୱାରରେ ଦ୍ୱିଧା କଲେ। ବଡ଼ର ପାଣିପାଗ କବାଟଗୁଡ଼ିକ ସେମାନଙ୍କ ସମ୍ମୁଖରେ ଥିଲା। ସେମାନଙ୍କର କାନ୍ଧର ଅର୍ଥାତ୍ ପବନ କାନ୍ଥରେ ଥିବା ଖାଲଗୁଡ଼ିକ ଦେଇ ଘୂରି ବୁଲିଲାର ସମଗ୍ର ଗଠନଟି ଜୀବନ୍ତ ପରି କ୍ରନ୍ଦନ କଲା। କିନ୍ତୁ ସେମାନଙ୍କର କଜୁଆରୀ ତୁହଳ ସେମାନଙ୍କୁ ଆଗକୁ ଠେଲି ଦେଲା। ଏହାରି ଭିତରେ ମିଲ୍ ଅନ୍ଧାର ଏବଂ ଆର୍ଦ୍ର ଥିଲା। ପୁରୁଣା ଯନ୍ତ୍ରର ଅବଶିଷ୍ଟାଂଶ କୋଣରେ ଧୂଳିସାତ ହୋଇଗଲା। କିଶୋରମାନେ ନିଜ ମଧ୍ୟରେ ଉତ୍କଣ୍ଠାର ସହ ପାଟି କଲେ। ସେମାନଙ୍କର ପଦାଙ୍କ ନୀରବରେ ଉଚ୍ଚ ସ୍ୱରରେ ପ୍ରତିଧ୍ୱନିତ ହେଲା। ସେମାନେ ବିଲ୍ଡି ଭିତରକୁ ଗଭୀର ଭାବରେ ଯିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଅଦ୍ଭୁତ ଜିନିଷ ଦେଖିଲେ। ଉପର ମହଲାରୁ ଏକ ଦୁର୍ବଳ ଆଲୋକ ଆସୁଥିଲା। ଏହା ଆଲୋକର ପ୍ରତିଫଳନ ବାହକ ଏକ ଶଳ ବୋଲି ବିଶ୍ୱାସ କରି ସେମାନେ ଖାଲ ପାହାଚ ଉପରକୁ ଏଗଲେ। ସେମାନେ ଉପରକୁ ଉଠିବା ପରେ ପବନ ଥଣ୍ଡା ହୋଇଗଲା ଏବଂ ଆଲୋକ ଅଧିକ ଉଜ୍ଜ୍ୱଳ ହେଲା ଯେପରି ଏହା ଏକ ମହମବତୀ ଭଳି। ଯେତେବେଳେ ସେମାନେ ଶୀର୍ଷରେ ପହଞ୍ଚିଲେ ସେମାନେ ତାଙ୍କୁ ଦେଖିଲେ। ହିନ୍ଦ ଡକା ପାଖରେ ଠିଆ ହୋଇ ଜଣେ ଯୁବତୀଙ୍କ ଭୂତ ଚିତ୍ର ଥିଲା। ତାଙ୍କ କେଶ ଓଦା ଏବଂ ଟାଙ୍ଗିଆ ପୋଷାକ ଛିଣ୍ଡିଗଲା ଏବଂ ପାଣିରେ ଟିପିଙ୍ଗ ଉଲିଗଲା ସତେ ଯେପରି ସେ ନଦୀରୁ ବାହାରି ଆସିଛନ୍ତି। ସେ ଧୀରେ ଧୀରେ ସେମାନଙ୍କ ଆଡ଼କୁ ମୁହାଁଇଲେ। ଆଖି ଖରେ ବରିଗଲା। ତାପରେ ସେ ଗୀତ ଗାଇବାକୁ ଲାଗିଲେ। ଏକ ହନ୍ତସନ୍ତର ସୁନ୍ଦର ମେଲୋଡି ଯାହା ସେମାନଙ୍କ ମେରୁଦଣ୍ଡକୁ ଥଣ୍ଡା ପଠାଇ କିଶୋରମାନେ ଯାଇଥିଲେ ଚଳପ୍ରଚଳ କିମ୍ବା କଥା କହିପାରି ନଥିଲେ। ଏମିଲିର ଭୂତ ସେମାନଙ୍କ ଆଡ଼କୁ ଗ୍ଲାଇଡ୍ ଲାଗୁଥିଲା। ତାଙ୍କ ସ୍ୱର ନରମ ଗ୍ରୋଇଂ ହେବା ପର୍ଯ୍ୟନ୍ତ ଏହା କେବଳ ଫୁସ୍ଫୁସ୍ ହେବା ପର୍ଯ୍ୟନ୍ତ। ସେ ଯେତେବେଳେ ହାତ ବଢ଼ାଇଲେ ହଠାତ୍ ବାହାରେ ଷ୍ଟର୍ମ ନ ତୀବ୍ର ହେଲା। ଭଙ୍ଗା ୱିଣ୍ଡୋସ ରକା ଦେଇ ପବନ ଚିତ୍କାର କଲା ଏବଂ ପୁରୁଣା ମିଲ୍ କମ୍ପିବାକୁ ଲାଗିଲା ଯେପରି ଏହା ଭୁଷୁଡ଼ିବାକୁ ଯାଉଛି। ବଜ୍ରପାତରେ ଭୂତ ଅଦୃଶ୍ୟ ହୋଇ କୋଠରୀକୁ ଖାଲି ଏବଂ ଚୁପ ରହିଲା। କିଶୋରମାନେ ପାହାଚ ତଳେ ଅଣ୍ଟିପଡ଼ି ଷ୍ଟୋର୍ମ ଭିତରକୁ ଗଲେ ଆଉ ପଛକୁ ଚାହିଁଲେ ନାହିଁ। ସେମାନେ ଯାହା ଦେଖିଥିଲେ ତାହା କହିବା ପାଇଁ ଭୟଭୀତ ହୋଇ ଘରକୁ ଚାଲିଗଲେ। ସେହି ଦିନଠାରୁ ସେମାନଙ୍କ ମଧ୍ୟରୁ କେହି ପୁରୁଣା ମିଲକୁ ଫେରି ନଥିଲେ। ସହରବାସୀ ଦେଖିଲେ ଯେ ମିଲ୍ରୁ ଅଜବ ଆଲୋକ ଏବଂ ଶବ୍ଦ ବନ୍ଦ ହୋଇଯାଇଛି ଯେପରି ଏମିଲିଙ୍କ ଆତ୍ମା ଶେଷରେ ଶାନ୍ତି ପାଇଛି। କିନ୍ତୁ ତଥାପି ସେମାନେ ଭ୍ରମଣକାରୀଙ୍କୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ। ଭୟରେ ଦିନେ ଭୂତ ଫେରି ଆସିପାରେ ତଥାପି ତାର ହଜିଯାଇଥିବା ପ୍ରେମକୁ ଖୋଜୁଛି।
ତେଣୁରୁ ପୁରୁଣା ମିଲ୍ ଠିଆ ହେବାକୁ ଲାଗିଲା। ଟାଉନ ଉପରେ ଏକ ନୀରବ ସେଣ୍ଟିନେଲ ଅନ୍ଧକାର ଡିମ୍ବସରକା ଅତୀତର ରହସ୍ୟ ଲୁଚାଇଲା ଏବଂ ଏକ ପ୍ରେମର ସ୍ମୃତି ସମୟ ହରାଇଲା।